ଆଜିର ସକାଳରେ ଆପଣମାନଙ୍କ ପାଇଁ ସବୁଠୁ ବଡ଼ ଖବର ଆସିଲା, ଯାହାକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବା ସରକାରଙ୍କର ସୌଭାଗ୍ୟ। ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳାଙ୍କୁ ସମ୍ମାନ, ସାମାଜିକ ସୁରକ୍ଷା। ରାଜ୍ୟର ସବୁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏଥିରେ ସାମିଲ କରାଯିବ। ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରାଯିବ। ଏହି କନ୍ୟା ବିବାହ ଯୋଜନାରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ 45,000 ଟଙ୍କା ପଠାଯିବ। ଏହା କେନ୍ଦ୍ର ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଏକ ନିଦର୍ଶନ। ଏହାଛଡ଼ା ୟୁନିୟନ ବଜେଟ୍ରେ ମହିଳା ବିକାଶ ଓ ସୁରକ୍ଷା ପାଇଁ 9 ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବଜେଟ୍ 2026ରେ ମହିଳାମାନଙ୍କ ପାଇଁ 9.4% ବ୍ୟୟ ଅଟକଳ ରହିଛି। କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏମ୍ କହିଛନ୍ତି। ସୁଭଦ୍ରା ଯୋଜନା ଏବଂ ମୁଖ୍ୟମନ୍ତ୍ରୀଙ୍କର କନ୍ୟା ବିବାହ ଯୋଜନା ମହିଳାଙ୍କୁ ଅଧିକ ସଶକ୍ତ କରିବ। ଏହି ଯୋଜନାରେ ସବୁ କ୍ଷେତ୍ରରେ ଝିଅମାନେ ଆଗୁଆ ଏବଂ ସଶକ୍ତ ହେବେ। ଏହି ଗଞ୍ଜାମ ଜିଲ୍ଲା ମା ତାରାତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଐତିହାସିକ ଯୋଜନା। ସାମୂହିକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କନ୍ୟାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିବିଟ୍ ମାଧ୍ୟମରେ 45,000 ଟଙ୍କା ଲେଖାଏଁ ସହାୟତା ରାଶି ପଠାଯାଇଛି। ଏହା ଥିଲା ଆପଣମାନଙ୍କ ପାଇଁ ଗୋଟେ ଛୋଟ ଇନଫର୍ମେସନ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ 45,000 ଟଙ୍କା ସହାୟତା ରାଶି।